ନମସ୍କାର, ଜୟ ଜଗନ୍ନାଥ। ଦେଖ, ମଣିଷ ମାନେ ଆମେ ଠାକୁରଙ୍କୁ ଡାକିବାକୁ ଆମକୁ ଟାଇମ୍ ମିଳୁନି। କିନ୍ତୁ ଏମିତି କିଛି ଜୀବ ଅଛନ୍ତି ସେମାନେ ଚାହୁଁଛନ୍ତି ଭଗବାନଙ୍କ ନାମ କୀର୍ତ୍ତନ ଏସବୁ ଶୁଣିଲେ ସେମାନେ ସଂସାରରୁ ତରିଯିବେ। ସେଥିପାଇଁ ଆଜି ମୁଁ ଗୋଟେ ଭଲ ଜିନିଷଟା ଦେଖିଛି, ମୁଁ ସେଟା ଆପଣମାନଙ୍କୁ ବି ଦେଖେଇବି। ଗୋଟେ ଝିଟିପିଟି ସେ ଜୟ ଜଗନ୍ନାଥ ଟିଭି ଦେଖୁଛି, ଫୋନରେ ଲାଗିଥିଲେ ଜୟ ଜଗନ୍ନାଥ ଟିଭି ସେ ଦେଖୁଛି। ମଣିଷକୁ ଟାଇମ୍ ନାହିଁ ଠାକୁରଙ୍କ ନାମ ଧରିବା ପାଇଁ କି ଠାକୁରଙ୍କୁ ପୂଜା ଅର୍ଚ୍ଚନା କରିବା ପାଇଁ, କିନ୍ତୁ ସେ ଗୋଟେ ଝିଟିପିଟି, ତାର କେତେ ଇଚ୍ଛା ଅଛି ଠାକୁରଙ୍କ ନାମ କୀର୍ତ୍ତନ ଏସବୁ ଶୁଣିକି ସେ ଜୀବନ ତରିଯିବା ପାଇଁ ସେ ଚାହୁଁଛି। ଦେଖଉଛି ୱେଟ୍। ଆଲୋ ଆଲୋ, ଇଏ କଣ? ଏଠି କଣ ଝିଟିପିଟି ଦେଖୁଛେ ଜୟ ଜଗନ୍ନାଥ ଟିଭି? ଇଲୋ ହେଇ ଅନାଲୋ, ଏ ମଣିଷ ମାନେ ଦେଖୁନାହାନ୍ତି ଜୟ ଜଗନ୍ନାଥ ଟିଭି, ସେ ଗୋଟେ ଝିଟିପିଟି ହେଇକି ଦେଖୁଛି। ଦେଖ, ମଣିଷ ଆମେ ଭଗବାନଙ୍କୁ ଡାକିବାକୁ ଆମ ପାଖରେ ଟାଇମ୍ ବି ନାହିଁ, କିନ୍ତୁ ସେ ଗୋଟେ ଜୀବ ଦେଖ ନା, ସେ କଥା କହିପାରୁଛି ନା, ସେ କଣ, ସେ କିଛି ଜାଣିପାରୁନି, କିନ୍ତୁ ତାର ଭଗବାନଙ୍କ କଥା ଶୁଣିବା ପାଇଁ ତାର ଏତେ ଇଚ୍ଛା। ସେ ଜାଣିପାରିଲା ଏଠି କେମିତି ଏଠି ମୋବାଇଲଟା ଲାଗିଛି, ସେ ଆସିକି ସେ ଦେଖିଲା। କିନ୍ତୁ ମଣିଷ ତାର ଯଦି ତା ପାଖରେ କାମ ବି ନଥିବ, ଯଦି ଭଗବାନଙ୍କ ନାମ କୀର୍ତ୍ତନ କରିବାକୁ ତାକୁ ସୁଯୋଗ ଦିଆଯିବ, ତାହେଲେ ସେ କହିବ ନା ନା ମୁଁ କରିବିନି, ମୋ ପାଖରେ ବହୁତ କାମ ଅଛି, ମୁଁ ଯାଉଛି ମୋ କାମରେ। ତେଣୁକରି ଭଗବାନ ମଣିଷକୁ ସର୍ବଶ୍ରେଷ୍ଠ କରିକି ବନେଇଲେ। ମଣିଷ ଦେଖିଲା ବେଳକୁ ଟୋଟାଲି ସ୍ୱାର୍ଥପର ହେଇଗଲା। ସ୍ୱାର୍ଥ, ସେ ଭଗବାନଙ୍କ ପାଖରେ ବି କିଛି ନା କିଛି ସ୍ୱାର୍ଥ ରଖୁଛି। ସେ ମନ୍ଦିର ଯାଉଥିବ, କିଛି ନା କିଛି ସ୍ୱାର୍ଥ ହିଁ କହୁଥିବ, ପ୍ରଭୁ ମତେ ଏଇଟା ଦିଅ କି ସେଇଟା ଦିଅ, ମୁଁ ସେଇଟା ଦେମି। ଭଗବାନ କିନ୍ତୁ ତାକୁ ଶ୍ରେଷ୍ଠ ମାନବ ରୂପରେ କରିଥିଲେ। ଛି 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 ଛି, କାହିଁକି ଆମକୁ ଏ ମଣିଷ ଜନ୍ମ ଦଉଥିଲେ? ଯାହା କୁହ, କିନ୍ତୁ ଝିଟିପିଟି ପାଖରୁ ଆମର କିଛି ଶିଖିବାର ଅଛି। ତାକୁ ଆମେ ଗୁଡେଇ ଦେଲା ବେଳକୁ ବି ସେ ଦେଖ ପୁଣି ଆସିକି ସେଇଠି ଦେଖୁଛି। ତାକୁ ମୁଁ 2 ଥର ଗୁଡେଇ ଦେଲି, ତାପରେ ସେ 3 ଥର ବେଳକୁ ସେ ଭାବିଲା ଯେ ମତେ ତ ଇଏ ଗୁଡେଇ ଦଉଛି ସେଠି, ମୁଁ ଉପରେ ଦେଖିଲା ବେଳକୁ ମୋ ମୋବାଇଲ ପଛପଟେ ଯାଉଛି ପଶିକି ଦେଖିମି। ଆଉ ମୋବାଇଲ ପଛପଟେ ସେ ଯାଇକି ପଶିକି ତାର ଶୁଣିଥିଲା ଠାକୁରଙ୍କ କଥା। କିନ୍ତୁ ମଣିଷକୁ ଯଦି ମୁଁ ତ ଦେଖିଛି ନିଜେ, ମୁଁ କେତେ ଜଣଙ୍କ କଥା ଯଦି ଠାକୁରଙ୍କ କଥା ବସିକି କହୁଥିମି, ସେମାନଙ୍କୁ ବୋଧେ ପସନ୍ଦ ଲାଗେନି ବୋଧେ ମୋ କଥା କି କଣ। ଥାଉ ଥାଉ, ତୁ କିଛି କହିବା ଦରକାର ନାହିଁ, ଥାଉ ଥାଉ। ମତେ ଲାଗେ ବୋଧେ ମେ ବି ତାଙ୍କର ଶୁଣିବାକୁ ଇଣ୍ଟରେଷ୍ଟ ନାହିଁ। କିନ୍ତୁ ଯାହା କୁହ ପ୍ରଭୁ, ୟାକୁ କିନ୍ତୁ ତୁମେ ଏ ଜନ୍ମରୁ ତରି ନିଅ, ୟାକୁ ବୈକୁଣ୍ଠ ପ୍ରାପ୍ତି କର। ଆଉ ସେ ଯେହେତୁ ନାରାୟଣଙ୍କୁ ଦେଖୁଛି, ଜଗନ୍ନାଥଙ୍କୁ ସେ ଏତେ ଦେଖୁଛି, ତେଣୁକରି ପ୍ରଭୁ ୟାକୁ ବୈକୁଣ୍ଠ ପ୍ରାପ୍ତି କର। ଆଉ ତାକୁ ଖୁସିରେ ରଖ ପ୍ରଭୁ। ତାଙ୍କୁ ତୁମ ଚରଣ ତଳେ ତାକୁ ଆଶ୍ରୟ ଦିଅ। ମୁଁ ବି ତ ସେଇଆ ଚାହୁଁଛି, ମତେ ବି ତୁମ ଚରଣ ତଳେ ଟିକେ ସେତିକି ଆଶ୍ରୟ ଦିଅ। ଆଉ ମୋର ଜୀବନରେ କିଛି ଦରକାର ନାହିଁ। ମୁଁ ନା ଧନ ସମ୍ପତ୍ତି ନା କିଛି ନେଇକି ଯିବି, ନା ସିଏ ବି କିଛି ନେଇକି ଯିବ, ସେ କିଛି ନବନି। କିନ୍ତୁ ବାକି ଏତିକି କିନ୍ତୁ ସତ କଥା, ଗୋଟେ ଝିଟିପିଟି ପାଖରେ ଆମର, ଝିଟିପିଟି କଣ, ଆମର ଗୋଟେ ପିମ୍ପୁଡି ପାଖରୁ ବି ହେଲେ କିଛି ନା କିଛି ଶିଖିବାର ଅଛି। ତ ସମସ୍ତେ ଦେଖ ଝିଟିପିଟି କେମିତି ଦେଖୁଛି, କେତେ ଖୁସି ଲାଗୁଛି ନା। ତାର ସେତିକି ଭକ୍ତି ଅଛି, ସେ ଜାଣି ବି ପାରୁଛି। ମୁଁ ଆଜି ମୋ ଲାଇଫରେ ମୁଁ ଫାଷ୍ଟ ଟାଇମ୍ ଦେଖୁଛି, ଗୋଟେ ଜୀବ କଥା କହିପାରୁନି, ତାର ଜାଣିବାର ଶକ୍ତି ବି ନାହିଁ, କିନ୍ତୁ ସିଏ ଦେଖୁଛି ଜୟ ଜଗନ୍ନାଥ ଟିଭି। ସେ ଜାଣି ବି ପାରୁଛି ଏଠି ଭଗବାନଙ୍କ ନାଁ କୁହାଯାଉଛି, ଏଠି ଭଗବାନଙ୍କ ନାଁରେ କଥାବାର୍ତ୍ତା ଚାଲିଛି, ସେ ଜାଣିପାରୁଛି। ଯାହା ହଉ, କେମିତି ସୃଷ୍ଟି ପ୍ରଭୁଙ୍କର, ମୁଁ ଖାଲି ସେଇଟା ଭାବୁଛି। ଜୟ ଜଗନ୍ନାଥ। ଯଦି ସମସ୍ତେ ଭିଡ଼ିଓଟିକୁ ଦେଖିଛନ୍ତି, ତାହେଲେ ଲାଇକ୍ କମେଣ୍ଟ ନିହାତି କରିବେ। ଜୟ ଜଗନ୍ନାଥ।